धर्मं शरणं गच्छामि। धर्मं शरणं गच्छामि। धर्मं शरणं गच्छामि। दर्शक बंधु, धर्मर शरण आमे माने समस्ते जीवा ए उद्देश्य रे ए स्वतंत्र उपस्थापना खाली कौन दाढ़ी रखिकी ये पैता पकई गेरुआ पिंधि माड़ी पकईकी चुलम टाणी एगुड़ा कले धर्म कहीं धर्म को ये भाया रास्ता को नहीं जाउछन्ति आपण माने। समस्त को ये प्रश्न नुहे जो माने ये दिखावा करिकी धर्म को आज ध्वंस मुखरे पकईचन्ति से मानक पई ये प्रश्न। ऊपर वस्त्र को देखी लोक माने आपण को मुंडिया मारले। आपण देले कौन लोक मानकू, आपण देले कौन समाज को ए जन समाज को आपण को ज्ञान देले जे ता परिवार असंतुष्ट जेमती थिला सेमती अछि, समाज अतिष्ठ जेमती थिला सेमती अछि। ताले परिवर्तन कोन निहाती आवश्यक नुहे कि सेथिपाई ए स्वतंत्र उपस्थापना। नाम सुनील, जाति मानव, धर्म मानव धर्म सनातन, गोत्र भरद्वाज, वृत्ति शिक्षकता, हाइट 5 फुट 4 इंच, लक्ष्य किछि भल काम करवा समाज पे संसार पे। दर्शक बंधु, जय जगन्नाथ, प्रणाम। मकर संक्रांति पवित्र दिवस उपलक्षे आपण मानकू ये अधमर कोटि प्रणाम। एवं एई मकर संक्रांति ठारू अयम आरंभ। कौन आरंभ जानी नहीं, किंतु आरंभ आरंभ जोठी थाए शेष मध्य हुए। तेणु कौन आरंभ आपण माने गेस करंतु। बड़ बड़ ज्ञानी गुणी माने अछंती, तांकठो बुझंतु कौन आरंभ हो। मु आज ये स्वतंत्र उपस्थापना ये देखी पारे बाघ शोचंती। बाघ मट मूलरू आपण मानकू एई मकर संक्रांति पवित्र दिवस उपलक्षे आपण मानक पई स्वतंत्र उपस्थापना टी डेडिकेशन करुछि। शरीर भल नहीं, तथापि मनरे दुर्बलता नहीं, रही हेला नहीं। दर्शक बंधु, आपण मानक श्रद्धा भल पाइबा को भूली हो नहीं। तेणु कौन उपस्थापना आम करवा। ए बाघवट मूलरू उद्यवट स्थान आमे मकर संक्रांति उपलक्षे बहुत इंटरेस्टिंग उपस्थापना रखा।
ଆପଣମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ କିଛି ସିଦ୍ଧାନ୍ତରେ ଉପନୀତ ହୋଇପାରିବେ। ବହୁତ ଲୋକ ଆମର ମହାପୁରୁଷ ମାନଙ୍କୁ ସମ୍ମାନ ତ ଦେଉନାହାନ୍ତି, ବହୁ ଜ୍ଞାନୀ ହେଇକି ଅସମ୍ମାନୀୟ କଥା କହୁଥିବାର ଆମେ ଶୁଣୁଛୁ ମଧ୍ୟ। ପ୍ରମାଣ ମାଗୁଛନ୍ତି, କ୍ରସ୍ କ୍ୱେଶ୍ଚିନ୍ କରୁଛନ୍ତି। ଆପଣ ଜାଣିଛନ୍ତି ସତ୍ୟର ପରିପ୍ରକାଶ ହବ ଏ ସମୟରେ, ହଉଛି କି ନାଇଁ ଆପଣ ମାନେ ଦେଖନ୍ତୁ। ଯେ ଚୋରି ନାରୀ ଟାଉଟରି କରୁଥିଲେ ସେ ସବୁ ବନ୍ଧା ହଉଛନ୍ତି କି ନାଇଁ ଦେଖନ୍ତୁ। ଯୋଉ ଦେଶ ବେଶୀ ଗର୍ଜନ କରୁଥିଲା ସେ ଦେଶର ଅବସ୍ଥା କଣ ହଉଛି ଦେଖନ୍ତୁ, ପରୀକ୍ଷା କରି ଦେଖନ୍ତୁ। ସତ୍ୟର ପରିପ୍ରକାଶ ହବ, ଖାଲି ସତ୍ୟ ନୁହେଁ, ସତ୍ୟ ଯାଇଛି ପରିପ୍ରକାଶ କରିବା ପାଇଁ। ସତ୍ୟ ସବୁଆଡେ ବୁଲୁଛି, ଆପଣ ମାନଙ୍କୁ ମୁଁ ଇଙ୍ଗିତ କଲି। ସତ୍ୟ ବୁଲୁଛି ସବୁ ଜାଗାରେ, ଧର୍ମ ସ୍ଥାନକୁ ଗତି କରୁଛି, ଯାଉଛି ଆସୁଛି। ତାଙ୍କର ଜନ୍ମ ସେଥିପାଇଁ। ସତ୍ୟ ଆପଣ ବାବୁ କହିପାରନ୍ତି, ସାର୍ କହିପାରନ୍ତି, ଯାହା କହିପାରନ୍ତି। ସତ୍ୟ ବୋଲେ ଗୋଟେ ଧାରା କେବଳ ନୁହେଁ, ସତ୍ୟ ପରିପ୍ରକାଶ ସବୁ କରିବା ପାଇଁ ବୁଲୁଛନ୍ତି। ଇଙ୍ଗିତ ଦେଲି, ସତ୍ୟ ହେଇନି। ଆରେ ଖଡ଼ିବାର ବଣା ହେଇଯିବ କୁହା ହେଇଥିଲା। ଆମେ ତ ବିଜ୍ଞାନୀ, ଆମେ ସେ କଥା ବୁଝଉନା, ଆମେ ଖାଲି ବୁଝୁଛୁ ଆରେ ଏକାଦଶୀ କୋଉ ଦିନ ପଇଲା, ସଂକ୍ରାନ୍ତି କୋଉ ଦିନ ପଇଲା, ସମୁଦ୍ର ବାଳ। ଆଜି ଏକାଦଶୀ, କାଲି ଗଧା ଅଛି, କାଲି ଏକାଦଶୀ ପାଳିଆ ନା ଆଜି ପାଳିଆ। ଦୀପାବଳି ପଇଲା ସମାନେ। ହଁ, ଆମ ପଣ୍ଡିତ ଏୟା କହିଲେ ଏଇ ଦିନ ପାଳ, ତାଙ୍କ ପଣ୍ଡିତ କହିଲେ ନାଇଁ ତା ପର ଦିନ ପାଳିବା। କୁଆଡେ ଗଲା ହିସାବ? ଆଇ ଟିକେ ହେଇନି। ପ୍ରମାଣ ହିସାବ ଭୁଲ। କୁହାଇତୁ ଏତିକିଟା ବେଳେ ହବ, ହବ ନାହିଁ। ଯେତେବେଳେ ହବ କେହି ଜାଣିବେନି। ହଁ, ଆଉ କଣ ଡେଟ୍ କିଏ କହିବ? କାହିଁକି କହିବ? କିଳା ନେବା ପାଇଁ। ଯେତେବେଳେ ହବ କେହି ଜାଣିବେନି। ଡେଟ୍ କିଏ କାହିଁକି କୋଉ ପାଇଁ କହିବ? ଯାହାର ଜ୍ଞାନ ଶକ୍ତି ଅଛି, ଧୀଶକ୍ତି ଅଛି, ଯାହାର ଆତ୍ମଶକ୍ତି ଅଛି, ସେ ଅନୁଧ୍ୟାନ କରନ୍ତୁ ନା, ସତର୍କ ହୁଅନ୍ତୁ। ସେଇ ହିସାବରେ ଠିକ ରାସ୍ତାରେ ଚାଲନ୍ତୁ, ଧର୍ମ ମାର୍ଗକୁ ଆପଣାନ୍ତୁ। କମ ସେ କମ କିଛି ଦିନ ତ ଶାନ୍ତିରେ ଜୀବନ ଯାପନ କରିବା। ନହେଲେ ଏ ଜୀବନର ମୂଲ୍ୟ କିଛି ରହିବ ନାହିଁ। ଏ ଶରୀର ଚାଲିଯିବ, କିନ୍ତୁ ଏ ଯୋଉ ଭିତରେ ଯୋଉ ଆତ୍ମଶକ୍ତିଟା ଯୋଉ ଖେଳୁଛି, ସିଏ ଯେତେବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ, ସେଠି କଣ ଉତ୍ତର ଦବ? କଣ ପାଇଁ ଯାଇଥିଲୁ, କଣ କରିକି ଆଇଲୁ, କଣ କରିଛୁ, ହିସାବ ଦେବା ପାଇଁ ପଡିବ। କଣ କରିଛୁ ସମାଜ ପାଇଁ, କଣ କରିଛୁ ସଂସାର ପାଇଁ, କଣ କରିଛୁ ABCD ଆଙ୍କ ମାନଙ୍କ ପାଇଁ, ଯାହା ସାହାଯ୍ୟରେ ତୁ କିଛି ବଢିଲୁ, କିଛି ଉନ୍ନତି କଲୁ, ଯୋଉମାନଙ୍କ ସଂସ୍ପର୍ଶରେ ରହି, ଯୋଉମାନଙ୍କ ସାହାଯ୍ୟରେ ତୁ ଆଜି ଏଠି ପହଞ୍ଚିଲୁ, ସେମାନଙ୍କ ପାଇଁ କଣ କରିକି ଆସିଲୁ? ଏ ସମାଜରେ ସ୍ଥିରତା ଆଣିବା ପାଇଁ କଣ କଲୁ? ଏ ସମାଜକୁ ଠିକ ରାସ୍ତା ଦେବା ପାଇଁ କଣ କଲୁ? ନା କେବଳ ନିଜ ସ୍ୱାର୍ଥ ଦେଖିଲୁ, ସକାଳୁ ସଞ୍ଜ ପର୍ଯ୍ୟନ୍ତ କେବଳ ନିଜ ଗଢା କେମିତି ଫୁଲ ହବ ସେଇ ଚିନ୍ତାରେ ରହିଲୁ। ସାଇଡରେ ଲୋକ ଭୋକ ଉପାସରେ ଥିଲା, ତାକୁ ମୁଠେ ଖାଇବାକୁ ଦେଲୁ କି? ପଡୋଶୀରେ ବନ୍ଧୁବାନ୍ଧବରେ ଅତି ଅସୁବିଧାରେ ପଡି ଭିକ ମାଗିଲା, ତାକୁ ଦେଲୁ କି? ନେଇକି ଯିବୁ।
କେହି ତ ନେଇନାହାନ୍ତି, ତୁ କେମିତି ନବୁ? ଚିନ୍ତା କରିବାର ସମୟ ଆସିଛି ଦର୍ଶକ ବନ୍ଧୁ। କାହାକୁ ବ୍ୟକ୍ତିଗତ ଇଙ୍ଗିତ କରାଯାଉ ନାହିଁ, କିନ୍ତୁ ମଣିଷ ଭଳି ସୁନ୍ଦର ଦେଖାଯାଉଥିବା ରାକ୍ଷସ ମାନେ ମଧ୍ୟ ଏ ସମାଜରେ ଅଛନ୍ତି, ଯିଏ ପୁରା ଏ ସମାଜକୁ ହନ୍ତସନ୍ତ, ଦୂଷିତ, କଳୁଷିତ କରି ରଖିଛନ୍ତି। ସେମାନଙ୍କୁ ସାବଧାନ। ଆରେ ମଣିଷ ଶୋଇଥିବା ନିଦ ଭାଙ୍ଗିବ କି ନାହିଁ କିଛି ଗ୍ୟାରେଣ୍ଟି ନାହିଁ। କ'ଣ ଗ୍ୟାରେଣ୍ଟି ଅଛି ଭାଇ? ଶୋଇଥିବ ଏକାଥରେ ମଶାଣିକି ଯିବ। ମୁଁ ଦେଖି ସାରିଲାଣି, ମୋର 4 ଜଣ ସାଙ୍ଗ କ୍ଲାସମେଟ୍, ଜଣେ କରୋନାରେ ଗଲା, ଆଉ ଜଣେ ବ୍ଲଡ୍ କ୍ୟାନ୍ସରରେ ଚାଲିଗଲା, ବୟସ ବହୁତ କମ୍। ମୁଁ ହରେଇଛି, ଅନୁଭବ କରିଛି। ନିଜର ବା ସମ୍ପର୍କୀୟଟିଏ ବା ବନ୍ଧୁଟିଏ ଚାଲିଗଲେ କି କଷ୍ଟ ଲାଗେ। ଆଉ ଜଣେ ଏମିତି କୁହାଯାଉଛି କରୋନା କି କ'ଣ ରୋଗ ହେଇଥିଲା, ତାପରେ ମୁଣ୍ଡ ଖରାପ ହେଇଗଲା, ହଠାତ୍ ଚାଲିଗଲା। 4 ଚାଲିଗଲେ। କଲେ କ'ଣ? ସମାଜକୁ ଦେଖିବା ପୂର୍ବରୁ ବୟସ କମ, ବୟସ 30ରୁ 40 ଭିତରେ ସମାଜ କ'ଣ, ସଂସାର କ'ଣ ଜାଣିବା ପୂର୍ବରୁ ଚାଲି ଯାଇଛନ୍ତି। ଠିକ୍ ସେମିତି ମୁଁ ଗୋଟେ ଉଦାହରଣ କହୁଛି, ଆପଣମାନେ ଲକ୍ଷ୍ୟ ରଖନ୍ତୁ। ଆପଣଙ୍କ ଚତୁଃପାର୍ଶ୍ୱରେ ଆଜିଠୁ ଗୋଟେ ଏକ୍ଜାମ୍ପଲ୍ କହୁଛି, ଲକ୍ଷ୍ୟ ରଖିଥାନ୍ତୁ, ପ୍ରମାଣ ଦରକାର ପୁରା। ଆପଣଙ୍କ ଚତୁଃପାର୍ଶ୍ୱରେ ନିୟର ଡିୟର ରିଲେଟିଭ୍ସ ସମସ୍ତଙ୍କୁ ଚାହାନ୍ତୁ, ଆଗରୁ କ'ଣ ଘଟୁଥିଲା, ଏବେ କ'ଣ ଘଟୁଛି ଅନୁଧ୍ୟାନ କରନ୍ତୁ। ଆଉ କିଏ ଯାଉଛି, କିଏ ଆସୁଛି, ତାକୁ ମଧ୍ୟ ଅନୁଧ୍ୟାନ କରନ୍ତୁ। ଏଇଥିପାଇଁ କହୁଛି, କିଛି ତ ଆମକୁ ସୁରାଗ ମିଳିବ କ'ଣ ହବାକୁ ଯାଉଛି। ତାପରେ ଆମେ ମହାପୁରୁଷଙ୍କ କଥା ଚିନ୍ତା କରିବା, ସେ କ'ଣ କହିଥିଲେ, କ'ଣ ହବାକୁ ଯାଉଛି। ମୁଁ ମାଳିକା ବର୍ଣ୍ଣନା କରିବାକୁ ଆସିନି। ଯେଉଁମାନେ ବର୍ଣ୍ଣନା କରୁଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, ତାଙ୍କୁ ମୋର କୋଟି ପ୍ରଣାମ। ଯେଉଁମାନେ ସମ୍ମାନ କରୁଛନ୍ତି, ତାଙ୍କୁ ମୋର କୋଟି ପ୍ରଣାମ। ମୁଁ ବିଜ୍ଞାନ ହିସାବରେ କହୁଛି। ବିଜ୍ଞାନ। ଅପେକ୍ଷା କରନ୍ତୁ ସେ ସମୟକୁ ଦେଖିବା ପାଇଁ, ହେଉଛି କି ନାହିଁ। ଗୋଟିଏ ଇନଷ୍ଟ୍ରକ୍ସନ୍ କଲି, ଚତୁଃପାର୍ଶ୍ୱ କେବଳ ନଜର ରଖନ୍ତୁ, ଖାଲି କାଉଣ୍ଟ କରିବେ ହେଲା। ମୋ ଲିଷ୍ଟ 20 ଜଣ ଥିଲେ, ଆରେ 20ରୁ କି କ'ଣରେ 2 କଟିଗଲେ, କାଲି କ'ଣ 1 କଟିଗଲା, ଏଇରେ ମାସରେ କ'ଣ 3 କଟିଗଲା କି? ଆରେ ମୋ ପାଳି କେଉଁଦିନ ପଡ଼ିବ? ମୋତେ ଗୁରୁଜୀ ଜଣେ କହିଥିଲେ, କହିଲେ ଦେଖ, ମଣିଷର ଏଥିପାଇଁ ଭୟ ନାହିଁ, ସେ ମୃତ୍ୟୁ କ'ଣ ତାକୁ ଭୁଲି ଯାଉଛି। ତମକୁ ଯଦି 24 ଘଣ୍ଟା ସମୟ ଦିଆଯାଏ, ତମେ ପୁରା ସ୍ଥିର ହେଇଗଲ, ଜାଣିଗଲ ଯେ କାଲି 24 ଘଣ୍ଟା ପରେ ମୋର ଏଠି ଆଉ ସମାଜରେ କି ସଂସାରରେ ରହିବାର ନାହିଁ, ତମେ କ'ଣ କ'ଣ କରିପାରିବ? ମୁଁ ଗ୍ୟାରେଣ୍ଟି ଦେଇ କହିବି, ସେ ମଣିଷ ନିଶ୍ଚୟ 24 ଘଣ୍ଟା ଭିତରେ ବହୁତ କିଛି ଯୋଉଟା କରିପାରିନି ତାକୁ କମ୍ପ୍ଲିଟ୍ କରିବାକୁ ଚେଷ୍ଟା କରିବ, ବା ଯୋଉଟା ଜୀବନ ସାରା କେବେ ଚେଷ୍ଟା କରିନି ତାକୁ ମଧ୍ୟ ଚେଷ୍ଟା କରିକି, ମାନେ ଆଶା, କାମନା ବା ବିଶ୍ୱାସ ସବୁ ଲଗେଇକି ଚେଷ୍ଟା କରିବ କେମିତି ମୁଁ ଆଦରୁ କିଛି କରିଦିଏ। ସେ ତାଣ୍ଡବ, ସେ ଭୟ, ସେ
ଭାବନା ଯେପର୍ଯ୍ୟନ୍ତ ମନ ଭିତରେ ଆତ୍ମା ଭିତରେ ଆସିନି ସେ ପର୍ଯ୍ୟନ୍ତ ପରିବର୍ତ୍ତନ। ସର୍ବେ ହୋଇବେ ଏକକାର ନଥିବ ବେଦର ବିଚାର। କଣ ସେଟା ବେଦର ବିଚାର ନା ଭେଦର ବିଚାର ନା କଣ? ଆକ୍ଚୁଆଲି ବେଦ ତ ଆଜି ପର୍ଯ୍ୟନ୍ତ ଚାଲି ଆସିଛି। ବେଦର ବିଚାର କୋଉ ଅଛି କି ଆଜି? ତାକୁ କିଛି ଲୋକ ବି ଗ୍ରହଣ କରୁଛନ୍ତି। ବେଦର ବିଚାର ରହିବନି, ବେଦ ଶାସ୍ତ୍ର ଏସବୁ କେହି ମାନିବେନି। ଠିକ ଅଛି, ଆମେ ବୁଝିନବା। କିନ୍ତୁ ସର୍ବେ ହୋଇବେ ଏକକାର ନଥିବ ଭେଦର ବିଚାର। ଭେଦ ବାବା ଭେଦ ଇଏ କଣ? ଇଏ ଫେରେ କୋଉ ଲୋକ ଲେଖିଲା? ଆର ଅର୍ଥ କଣ? ଆରେ ସମସ୍ତେ ଏକକାର ହେବେ। ଏକକାର ମାନେ କଣ? ଏମିତି ସମୟ ଆସିବ ଆମେ ଏ ଏକାକାର କଥାଟାକୁ ବୁଝିବା। ସମସ୍ତେ ଏକ ଆକାରରେ ହେବେ, ଏକ ସାଇଜର। ୟାକୁ ବୁଝିବା। କେହି ବଡ, କେହି ବିରାଟ ବଡ, କେହି ବିରାଟ ସାନ, ଏମିତି ହବନି। ସେମିତିଆ ସମୟ ଗୋଟେ ଆସିବ। ହୁଏତ ଏଇଟା ହେଇଥାଇପାରେ। ଆପଣ ମାନେ ବୁଝନ୍ତୁ, ଆପଣ ମାନେ ଆର ଆକ୍ଷରିକ ଅର୍ଥ ବାହାର କରନ୍ତୁ। କିମ୍ବା ସମସ୍ତେ ଏକକାର ହେଇଯିବେ, ସମସ୍ତେ ହରିଶରଣ ଯିବା, ସମସ୍ତେ ମହାମନ୍ତ୍ର ଜପ କରିବା, ସମସ୍ତେ ବ୍ରହ୍ମତତ୍ତ୍ୱ ଜ୍ଞାନ ଗ୍ରହଣ କରିବା, ସମସ୍ତେ ଏକାକାର ହେଇଯିବା। କିମ୍ବା ସମସ୍ତେ ଅନ୍ୟାୟୀ, ଅତ୍ୟାଚାରୀ, ଧୂଷକାରୀ ହେଇଯିବା, ସେ ବି ସେଇ ଏକାକାର। ଯେତେବେଳେ ସମସ୍ତେ ଏକ ଆକାରର ହେଲା ଭଳିଆ ଜଣା ପଡୁଥିବେ, ଯେତେବେଳେ ତାଙ୍କ ଭିତରେ କିଛି ଭାବ ଭେଦ ଏଗୁଡା ସବୁ ଜଣା ପଡୁନଥିବ, ସାଇଜ ଆକୃତିରେ ହଉ, କର୍ମକୃତିରେ ହଉ, କିମ୍ବା ମନୋବୃତ୍ତିରେ ହଉ, କିମ୍ବା ଜ୍ଞାନରେ ହଉ, କୌଣସି ପ୍ରକାର ହଉ, ସମସ୍ତେ ଏକାକାର ହବା ପାଇଁ ପଡିବ। ଏଇଟା ହିଁ ବାଞ୍ଛନୀୟ, ଏଇଟା ସତ୍ୟ, ଧ୍ରୁବ ସତ୍ୟ। ତମେ ନ ଚାହିଁଲେ ମଧ୍ୟ ଏ ପ୍ରକୃତି ତମକୁ ଏକକାର କରିଦବ। ଯେମିତିକି ଗୋଟେ ଉଦାହରଣ ଆମେ ଦବା, ମହାବାତ୍ୟା ସମୟରେ ସମସ୍ତେ ଯେତେବେଳେ ଆଶ୍ରୟ ନେଲେ ବିଭିନ୍ନ କୋଠା ବାଡି ଭଲ ମନ୍ଦ, ସେ କୋଠା ଗୁଡା ଟଳମଳ ହଉଥିଲା। ମୁଁ ମଧ୍ୟ ଥିଲି ତା ଭିତରେ ଜୀବନ ବଞ୍ଚେଇବା ପାଇଁ ପରିବାରକୁ ନେଇକି। ସେତେବେଳେ ମୁଁ ଗୋଟେ ଏକାକାର ଜିନିଷଟେ ଦେଖିଥିଲି। କାହା ମୁହଁରେ ହସ ନଥିଲା, ସମସ୍ତେ କାନ୍ଦୁଥିଲେ। ହେ ପ୍ରଭୁ ରକ୍ଷା କର, ହାତ ଟେକିକି ସମସ୍ତେ ଡାକୁଥିଲେ। କେହି ଛୋଟ ବାଳୁତ ପିଲା ମଧ୍ୟ ଜାଣିନଥିବ ପ୍ରଭୁ କିଏ। ସିଏ ମଧ୍ୟ ହେ ପ୍ରଭୁ ବଞ୍ଚାଅ, ଆମକୁ ବଞ୍ଚାଅ। ସେଇ ସମୟରେ ଗୋଟେ ଏକାକାର ଜିନିଷଟା ଆଜି ମନେ ପଡେ, ସେଇଟା ଅନୁଭବ ହେଇଥିଲା। ତେଣୁ ହୁଏତ ଏମିତି ହବାକୁ ଯାଉନି ତ, ବାଧ୍ୟତାମୂଳକ ଏକାକାର ହବା, ବାଧ୍ୟତାମୂଳକ, ଆଉ କିଛି ରାସ୍ତା ନାହିଁ। ପ୍ରଭୁ ବଞ୍ଚାଅ, ପ୍ରଭୁ ବଞ୍ଚାଅ, ପ୍ରଭୁ ବଞ୍ଚାଅ। ହେ ସୁଜ୍ଞାନୀ ମାନେ, ହେ ମହାତ୍ମା ମାନେ, ଆଉ ଆମକୁ ରୂପ ବଦଳେଇବା, ଭେକ ବଦଳେଇବା, ଗୁଲିଆମି କରିବାର ସମୟ ନାହିଁ। ମୁଁ ବିଜ୍ଞାନ କହୁଛି,
आपण माने विभिन्न प्रकार सोशल मीडिया रे देखुथिबे विभिन्न रिपोर्ट आसुची जलवायु परिवर्तन रिपोर्ट ला निना रिपोर्ट एल निनो रिपोर्ट कोटी भूमिकंप हेलाणी बहुमात्रा रे आउरी बड़ धरणर गोटे भाई मु वीडियो देखुली भारी दृढ़तार सहित कहते से अनुभव करछंती तांकु किए कहू न कहू मु धन्यवाद दौची से अनुभव कर सारी अनुभवी से एवं सत्य आईसीएस आसिया को जाऊँ आसब कौन देखुना ओडिशा रे विभिन्न जगार बरफ पड़गला एपर्यंत तंटी चे चे बाजुची कथा बाहरुनी आमर कोस्टाल रिजन रही जोटी थंडा अनुभूत हयनी से घर बाहरी होनी तो एमती समय आसूची पोछी जा रास्ता नहीं निजको बचाई आमर कौन रास्ता नहीं आमको जदि बचाइबे प्रभु यह कौन डरेवा पाई बा भय सृष्टि करने पाई मेसेज नुहे जहाँ विज्ञान कही बा कहूची ताहाको आमे कहूचु जहाँ आपण माने मालिका शास्त्र रे वर्णना करुचंती तार बहुत बड़ कोइंसिडेंस हवा को जाउची आपण माने समस्त कान खोलिकरी सुनी नियंतु आपण माने देखिबे।